ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର ରକ୍ଷାବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ଅବସରରେ ବାଲେଶ୍ୱର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବାମ୍ପଦାଠାରେ ଥିବା କୁଷ୍ଠାଶ୍ରମରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ଆଶ୍ରମର ସମସ୍ତ ମା ବାପାମାନଙ୍କୁ ବନ୍ଦାପନା କରାଯିବା ସହିତ ହାତରେ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ଦିଆଯାଇଥିଲା। ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରି ଆଶ୍ରମର ଅନ୍ତେବାସୀମାନଙ୍କୁ ସାମାଜିକ ସ୍ତରରେ ମିଶାଇବା ପାଇଁ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟ ଏବଂ ଶ୍ରୀ ଈଶ୍ୱର ଟିଭି ପରିବାରର ଦୀର୍ଘ 18 ବର୍ଷ ଧରି ପ୍ରୟାସ କରି ଆସୁଛନ୍ତି। ଅନ୍ତେବାସୀଙ୍କର ସୁସ୍ଥ ଓ ନିରୋଗ ଜୀବନ ପାଇଁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା ସହିତ ଆଗାମୀ ଦିନରେ ଆଶ୍ରମର ସୁସ୍ଥ ପରିବେଶ ପାଇଁ କିଛି ଔଷଧୀୟ ଓ ଫଳ ବୃକ୍ଷ ଲଗାଇବା ପାଇଁ ଟ୍ରଷ୍ଟ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ସାମ୍ବାଦିକ ଲୋକନାଥ ପିରି, ଅମିତା ପିରି, ଶକ୍ତି କୁମାର ଦାସ, ମଞ୍ଜୁ ଦାସ, ମାମାଲି ମହାରଣା, ଶୁଭଙ୍କର ପିରି, ସରୋଜ କୁମାର ସାହୁ, ଦୀପକ ମାଝୀ ପ୍ରମୁଖ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।